ଏଇ ତ ଆଗରେ ଗୋଟେ ସୁନ୍ଦରୀ ଚଢ଼େଇ ବସିଛି। ମତେ ମୋ ଶିକାର ମିଳିଗଲା। ମୁଁ ତାକୁ ମୋ ସାଙ୍ଗରେ ନେଇଯିବି ମୁଁ ତାକୁ। ଏମିତି କହି ରାକ୍ଷସୀ ସେ ଚଢ଼େଇକୁ ଧରି ନିଜ ସାଙ୍ଗରେ ନେଇଗଲା। ପ୍ରତିଦିନ ସେ ରାକ୍ଷସୀ ଜଙ୍ଗଲରେ ବୁଲୁଥିଲା। ସେ ସୁନ୍ଦରୀ ଚଢ଼େଇମାନଙ୍କୁ ଦେଖିଲେ ନିଜ ସାଙ୍ଗରେ ନେଇ ଯାଉଥିଲା। ମୁଁ କଳା ରଙ୍ଗ ପ୍ରସ୍ତୁତ କରିଦେଲି, ଏବେ ମୁଁ ରାନୀ ପାଖକୁ ଯାଏ। ଏମିତି କହି ସେ ତାଲା ଖୋଲି ରାନୀ ପାଖକୁ ଗଲା। ହେଲେ ଘର ଭିତରେ ରାନୀ ନଥିଲା। ମିଟୁ ଖୁବ୍ ଡରିଗଲା। ଆଉ ସେ ଶୀଘ୍ର ମୁଖିଆ ଚଢ଼େଇ ପାଖକୁ ଗଲା। ମୁଖିଆ ଆଜ୍ଞା, ରାନୀ ଘରେ ନାହିଁ। ସେ ବୋଧେ କୁଆଡେ ଯାଇଛି। ଏ କଣ ସର୍ବନାଶ ହେଇଗଲା। ମୁଁ ରାନୀକୁ ବାରମ୍ବାର ମନା କରିଥିଲି ଏକୁଟିଆ ବାହାରକୁ ଯିବୁନି, ହେଲେ ସେ ଜମା ବି ମୋ କଥା ଶୁଣେନି। ଏବେ ଆମ ଝିଅର କଣ ହେବ? ତୁ ଜମା ବି ଚିନ୍ତା କରନି, ଆମ ଝିଅର କିଛି ବି ହେବନି। ମିଟୁ, ତୁ ଶୀଘ୍ର ଯା, ରାନୀକୁ ଖୋଜିବୁ। ସେ ବେଶୀ ଦୂରକୁ ଯାଇ ନଥିବ। ଆଜ୍ଞା ବାବୁ, ମୁଁ ଏବେ ଯାଉଛି। ଏମିତି କହି ମିଟୁ ରାନୀ ଚଢ଼େଇକୁ ଖୋଜିବା ପାଇଁ ବାହାରିଗଲା। ସେପଟେ ରାନୀ ଚଢ଼େଇ ଗୋଟେ ଝରଣା କୂଳରେ ବସି ଗୀତ ଗାଉଥିଲା। ଏ ଜଙ୍ଗଲ ଝରଣା ସବୁ କିଛି କେତେ ସୁନ୍ଦର। ଏତେ ଦିନ ପରେ ବାହାରକୁ ଆସି ମତେ ଭାରି ଭଲ ଲାଗୁଛି। ଏଠାରୁ ଯିବାକୁ ଜମା ଇଚ୍ଛା ହେଉନି। ଜାଣିନି ବାପା ମା କଣ ପାଇଁ ଯେ ମତେ ସବୁବେଳେ ଘରେ ବନ୍ଦୀ କରି ରଖନ୍ତି। ଏବେ ମୁଁ ଘରକୁ ଯାଏ, ନହେଲେ ବାପା ମା ବ୍ୟସ୍ତ ହୋଇ ମତେ ଖୋଜିବେ। ଏମିତି କହି ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ ସେ ଯାହା ଦେଖିଲା ତା ଦେଖି ସେ ଅନେକ ଡରିଗଲା। ନା ନା, ମତେ ନିଜ ସାଙ୍ଗରେ ନିଅନି, ମତେ ଛାଡ଼ି ଦିଅ। ମୁଁ ତମର କଣ କ୍ଷତି କରିଛି? ତୁ ମୋର କିଛି କ୍ଷତି କରିନୁ ସତ, ହେଲେ ତୁ ସୁନ୍ଦର ହେଇ ଭୁଲ କରିଛୁ। ତୋ ଭଳି ସୁନ୍ଦରୀ ଚଢ଼େଇକୁ ମୁଁ ଛାଡ଼ିବିନି, ମୋ ସାଙ୍ଗରେ ନେଇଯିବି। ଏ କେମିତିକା ରାକ୍ଷସୀ? ଆଉ ଇଏ ଆମ ଜଙ୍ଗଲକୁ କେମିତି ଆସିଲା? କିଏ ମତେ ଧରିଲ? ମତେ ଛାଡ଼ି ଦିଅ। ଭୟ କରନି ରାନୀ ମା, ମୁଁ ମିଟୁ ଅଙ୍କଲ। ମିଟୁ ଅଙ୍କଲ, ତୁମେ ଏଠାକୁ କେମିତି ଆସିଲ? ରାନୀ ମା, ତୁମକୁ ଘରେ ନ ପାଇ ତୁମ ବାପା ମା ଅନେକ ବ୍ୟସ୍ତ ହେଉଛନ୍ତି। ଶୀଘ୍ର ମୋ ସାଙ୍ଗରେ ଘରକୁ ଚାଲ। ତାପରେ ରାନୀ ଚଢ଼େଇ ମିଟୁ ସାଙ୍ଗରେ ଘରକୁ ଗଲା। ସେ ତାର ବାପା ମାକୁ ସବୁ ଘଟଣା କହିଲା। ଏବେ ଜାଣିଲୁ ମା, ମୁଁ କଣ ପାଇଁ ତତେ ଏକୁଟିଆ ବାହାରକୁ ଯିବାକୁ ମନା କରେ? ମତେ କ୍ଷମା କରିଦିଅ ମା, ମୋର ଭୁଲ ହେଇଗଲା। ଆଜି ପରଠୁ ମୁଁ ତୁମର ସବୁ କଥା ମାନିବି। ଜଣା ନାହିଁ ସେ ରାକ୍ଷସୀ କେମିତି ଆମ ଜଙ୍ଗଲକୁ ଆସିଲା। ସେ ଯେବେଠୁ ଆମ ଜଙ୍ଗଲକୁ ଆସିଲାଣି ସୁନ୍ଦରୀ ଚଢ଼େଇମାନଙ୍କୁ ଧରି ନିଜ ସାଙ୍ଗରେ ନେଇଯାଉଛି। ଯେତେ ଖୋଜିଲେ ବି ଆମେ ସେମାନଙ୍କୁ ପାଉନୁ। ମାରେ, ତୁ ଏବେ ଘର ଭିତରକୁ ଯା, ଆଉ କେବେ ବି ଏକୁଟିଆ ବାହାରକୁ ଯିବୁନି। ଯଦି ବି ଯିବୁ ମୁହଁରେ କଳା ରଙ୍ଗ ଲଗେଇକି ଯିବୁ, ଯେମିତି ସେ ରାକ୍ଷସୀ ତତେ ଅସୁନ୍ଦର ଭାବି ଛାଡ଼ିଦେବ। ଏମିତି ଦିନ ବିତି ଚାଲିଲା। ରାକ୍ଷସୀ ପ୍ରତ୍ୟେକ ଦିନ ଗୋଟେ ନା ଗୋଟେ ଚଢ଼େଇକୁ ଧରି ନେଇ ଯାଉଥିଲା। ଧୀରେ ଧୀରେ ଜଙ୍ଗଲରେ ଚଢ଼େଇ କମିବାକୁ ଲାଗିଲେ। ଏସବୁ ଦେଖି ଅନ୍ୟ ଚଢ଼େଇମାନେ ଚିନ୍ତାରେ ପଡ଼ିଗଲେ। ମୁଖିଆ ଆଜ୍ଞା, କିଛି କରନ୍ତୁ। ଏମିତି ଆଉ କେତେ ଦିନ ଚାଲିବ? ସେ ରାକ୍ଷସୀ ଆମ ପରିବାରରୁ କାହାକୁ ନା କାହାକୁ ନେଇଯାଇଛି। ସେ ରାକ୍ଷସୀକୁ ମାରିବା ପାଇଁ ମୁଁ ଅନେକ ଚେଷ୍ଟା କଲିଣି, କିନ୍ତୁ ଯାହା କଲେ ବି ରାକ୍ଷସୀ ଧରା ଦେଉନି। କେହି ବି ରାକ୍ଷସୀ ବିଷୟରେ ଜାଣି ନାହାନ୍ତି। ଏବେ ତମେ ମାନେ ହିଁ କୁହ, ମୁଁ ଏ ସମସ୍ୟାର ସମାଧାନ କେମିତି କରିବି? ନା, ଆମେ କିଛି ଜାଣିବାକୁ ଚାହୁଁନୁ। ଆପଣଙ୍କୁ ସମସ୍ୟାର ସମାଧାନ କରିବାକୁ ହିଁ ପଡ଼ିବ। ଆଚ୍ଛା, ତମେ ମାନେ ଶାନ୍ତ ହୁଅ, ମୁଁ ଦେଖୁଛି ମୁଁ କଣ କରିପାରିବି। ଏମିତି ବେଶ କିଛି ଦିନ ବିତିଗଲା। କେହି ବି ରାକ୍ଷସୀର କିଛି କ୍ଷତି କରିପାରିଲେନି। ଗୋଟେ ଦିନ, ଅନେକ ଦିନରୁ ମୁଁ ବାହାରକୁ ଯାଇନି। ବାହାରର ପରିବେଶ ଦେଖିବାକୁ ମତେ ଭାରି ଇଚ୍ଛା ହଉଛି। ଯାଏ ମୁହଁରେ କଳା ରଙ୍ଗ ଲଗେଇ ଝରଣା ପାଖରେ ଟିକେ ବୁଲି ଆସେ। ବାହାରର ପରିବେଶକୁ ଆସି ମତେ ଭାରି ଭଲ ଲାଗିଲା। ଅନେକ ସମୟ ତ ଏଠି ବସିଲିଣି, ଏବେ ମୁଁ ମୋ ଘରକୁ ଯାଏ। ଏମିତି କହି ଚଢ଼େଇ ଘରକୁ ଯିବା ପାଇଁ ବାହାରିଲା। ହଠାତ୍ ସେହି ସମୟରେ ଜୋରେ ବର୍ଷା ହେଲା। ଚଢ଼େଇ ମାଖିଥିବା କଳା ରଙ୍ଗ ବର୍ଷା ପାଣିରେ ଧୋଇ ହେଇଗଲା। ହେଲେ ଏକଥା ରାନୀ ଚଢ଼େଇ ଜମା ବି ଜାଣିପାରିଲାନି। ଏ ଜଙ୍ଗଲରେ କଣ ଆଉ ସୁନ୍ଦରୀ ଚଢ଼େଇ ନାହାନ୍ତି? ଅନେକ ଦିନ ହେଲାଣି ମୁଁ ଗୋଟେ ବି ସୁନ୍ଦରୀ ଚଢ଼େଇ ପାଇନି। ଏବେ ମୁଁ କାହାକୁ ନେବି? ଆରେ ଏଇ ତ
ଆଗରେ ଗୋଟିଏ ସୁନ୍ଦରୀ ଚଢ଼େଇ ବର୍ଷାରେ ଭିଜୁଛି। ମୁଁ ଆଜି ତାକୁ ଧରି ନେଇଯାଏ। ମୋକିଆ ଆଜ୍ଞା, ସର୍ବନାଶ ହେଇଗଲା। ରାକ୍ଷସୀ ରାନୀ ମାକୁ ଧରି ନେଇଗଲା। ନା, ଏମିତି ହେଇପାରିବନି। ମୋ ଝିଅକୁ ଫେରେଇ ଆଣ। ସେପଟେ ରାକ୍ଷସୀ ଚଢ଼େଇକୁ ଧରି ନିଜ ରାଜ୍ୟକୁ ଆସିଲା ଆଉ ତାକୁ ଗୋଟେ ଘରେ ବନ୍ଦୀ କରି ରଖିଲା। ତୁମେ କାହିଁକି ସୁନ୍ଦରୀ ଚଢ଼େଇ ମାନଙ୍କୁ ଧରି ନେଇ ଆସୁଛ? କିଏ ତୁମେ? ଏସବୁ କରିକି ତୁମକୁ କଣ ଲାଭ ମିଳିବ? ମୁଁ ହେଉଛି ପୂର୍ଣ୍ଣିମା ରାକ୍ଷସୀ। ସବୁ ସୁନ୍ଦରୀ ଚଢ଼େଇ ମାନଙ୍କୁ ମୁଁ ବନ୍ଦୀ କରି ରଖିଛି। କଣ ପାଇଁ ଜାଣିଛୁ? ତ ସହ ସବୁ ସୁନ୍ଦରୀ ଚଢ଼େଇଙ୍କୁ ପୂର୍ଣ୍ଣିମା ରାତିରେ ମାରିଲେ ମୁଁ ଶକ୍ତିଶାଳୀ ହେବା ସହ ଅନେକ ସୁନ୍ଦରୀ ହେଇଯିବି। କାଲି ହେଉଛି ସେ ପୂର୍ଣ୍ଣିମା ରାତି। ତୁ ଖାଲି ଆଉ ଗୋଟେ ଦିନ ଅପେକ୍ଷା କର, ମୁଁ ତତେ ମାରିବି। ଏବେ ତୁ ଏଇଠି ବନ୍ଦୀ ହେଇ ରହ। ଏମିତି କହି ରାକ୍ଷସୀ ସେଠାରୁ ଚାଲିଗଲା। ରାନୀ କେମିତି ସେ ଘରୁ ବାହାରିବ ଚିନ୍ତା କରୁଥିଲା। ସେହି ସମୟରେ ସେ ଘରକୁ ଜଗିଥିବା ଗୋଟେ ଚଢ଼େଇ ଉପରେ ତାର ନଜର ପଡ଼ିଲା। ରାନୀ ସେ ଚଢ଼େଇ ପାଖକୁ ଗଲା। ଆରେ ର ତୁ କୁଆଡେ ଯାଉଛୁ? ରାକ୍ଷସୀ ମା ତତେ ଏଠୁ ବାହାରିବାକୁ ମନା କରିଛନ୍ତି। ଯା ଯା, ନିଜ ଜାଗାକୁ ଫେରି ଯା। ମୁଁ ବହୁତ ଦୁର୍ବଳ। ମୁଁ କଣ ରାକ୍ଷସୀ ମାଙ୍କ ସହ ଲଢ଼େଇ କରି ପାରିବି? କାଲି ରାକ୍ଷସୀ ମା ମତେ ମାରିଦେବେ। ମୋର ଗୋଟେ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଜାଣି ତୁମେ ବହୁତ ଭଲ। ଦୟାକରି ମୋର ଗୋଟିଏ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଅଳ୍ପ ସମୟ ପାଇଁ ବାହାରକୁ ଯାଇ ବୁଲିବାକୁ ଚାହୁଁଛି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଏବେ ଯା, ହେଲେ ଶୀଘ୍ର ଫେରି ଆସିବୁ। ତାପରେ ରାନୀ ସେ ଘରୁ ବାହାରି ଆସିଲା। ସେ ସେଠାରୁ ପଳେଇ ଯିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ସେ ଏକ ପଥରରେ ବାଜି ତଳେ ପଡ଼ିଗଲା। ମୋ ଗୋଡ଼! ଆରେ ଇଏ କେମିତିକା ଗଛ? ଆଉ ତାକୁ ଏମିତି ଘୋଡେଇକି କିଏ ରଖିଛି? ଏଇଟା ସେଇ ଗଛ ଯୋଉ ଗଛର ଫୁଲ ଖାଇଲେ ରାକ୍ଷସୀ ମରିଯିବ। କିଏ ତୁମେ? ଆଉ କଣ୍ଟା ଗଛ ହେଇ ତୁମେ କଥା କେମିତି କହୁଛ? ରାନୀ, ମତେ କଣ ତୁ ଚିହ୍ନି ପାରୁନୁ? ମୁଁ ତ ସାଙ୍ଗ। ରାକ୍ଷସୀ ଆମକୁ ଧରି ଆଣି କଣ୍ଟା ଗଛ କରି ଏଠି ରଖିଛି। କାଲି ପୂର୍ଣ୍ଣିମା ରାତିରେ ସିଏ ଆମ ସମସ୍ତଙ୍କୁ ମାରିବ। ରାନୀ, କିଛି କର, ଆମକୁ ବଞ୍ଚା। ଚିନ୍ତା କରନି ସାଙ୍ଗ, ଯେମିତି ବି ହେଉ ଆମେ ସେ ରାକ୍ଷସୀକୁ ମାରିବା। ଏଇ ଫୁଲ ନେଇ ମୁଁ ଯଦି ଏମିତି ରାକ୍ଷସୀକୁ ଦେବି, ସେ ଜମା ବି ଖାଇବନି। ମତେ କିଛି ଉପାୟ ବାହାର କରିବାକୁ ହେବ। ଆଚ୍ଛା, ସେ ରାକ୍ଷସୀର ରୋଷେଇ ଘର କୋଉଠି କହିପାରିବୁ? ଏଇ ଯୋଉ ଆଗରେ ଘର ଅଛି, ସେଇଟା ରାକ୍ଷସୀର ରୋଷେଇ ଘର। ତୁ ଯଦି କିଛି କରିବାକୁ ଚାହୁଁଛୁ ଶୀଘ୍ର କର। ରାକ୍ଷସୀ ଏବେ ଘରେ ନାହିଁ। ହଁ, ମୁଁ ଏବେ ହିଁ ସେ କାମ କରୁଛି। ତାପରେ ଚଢ଼େଇ କିଛି ବିଷାକ୍ତ ଫୁଲ ତୋଳି ସେ ସବୁ ଧରି ରାକ୍ଷସୀର ରୋଷେଇ ଘରକୁ ଗଲା। ସେ ରାକ୍ଷସୀ ପାଇଁ ଗୋଟେ କେକ୍ ତିଆରି କଲା ଆଉ ସେ କେକ୍ ରେ ବିଷ ମିଶାଇଲା। ତାପରେ ସେ ସେଇ କେକ୍ ଧରି ରାକ୍ଷସୀ ପାଖକୁ ଗଲା। ଏବେ ମୁଁ ତତେ ମାରିବି। ଆରେ ଏଇଟା ତୁ କଣ ଧରିଛୁ? ଏଇଟା ହଉଛି ଗୋଟେ ଗୋଲାପୀ କେକ୍। ଏଇ କେକ୍ ଖାଇ ଆମେ ସବୁ ଚଢ଼େଇ ସୁନ୍ଦରୀ ହେଇଛୁ। ମୁଁ ତୁମକୁ ସୁନ୍ଦରୀ କରିବା ପାଇଁ ହିଁ ଏଇ କେକ୍ ବନେଇଛି। ନିଅ, ଏଇ କେକ୍ ଖାଇ ସୁନ୍ଦରୀ ହୁଅ। ତୁମେ ଯେତେବେଳେ ସୁନ୍ଦରୀ ହେଇଯିବ, ଦୟାକରି ମତେ ମାରିବନି, ମତେ ଛାଡ଼ିଦେବ। ଆଚ୍ଛା, ଠିକ ଅଛି। ତୋ କଥା ଯଦି ସତ ହେଇଥାଏ, ମୁଁ ତତେ ଛାଡ଼ିଦେବି। ସୁନ୍ଦରୀ ହେବା ଲୋଭରେ ରାକ୍ଷସୀ ସେ କେକ୍ ଖାଇଦେଲା। ଯେମିତି ସେ ସେଇ କେକ୍ ଖାଇଲା, ତା ଦେହରେ ନିଆଁ ଜଳିଲା। କିଛି ସମୟରେ ହିଁ ସେ ସେଇ ନିଆଁରେ ଜଳି ପାଉଁଶ ହେଇଗଲା। ରାକ୍ଷସୀ ମରିବା ପରେ ପରେ ସବୁ ଚଢ଼େଇ ମୁକ୍ତ ହେଇଗଲେ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ରାନୀ ଚଢ଼େଇ ତା ବାପା ମାକୁ ସବୁ ଘଟଣା କହିଲା। ରାନୀର ବୁଦ୍ଧି ପାଇଁ ସମସ୍ତେ ତାର ଅନେକ ପ୍ରଶଂସା କଲେ। ଏକ ଜରୁରୀ ଘୋଷଣା ଶୁଣ। ରାଣୀ ମା ଆମ ଜଙ୍ଗଲରେ ଏକ ପ୍ରତିଯୋଗିତା କରିବେ। ଯିଏ ବି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛ, ସେ ଶୀଘ୍ର ଯାଇ ରାଣୀ ମାକୁ ଦେଖା କର। ଆରେ ସାଙ୍ଗ, ରାଣୀ ମା କୋଉ ପ୍ରତିଯୋଗିତା କରିବେ? ମୁଁ ତ ଏଇ ଜଙ୍ଗଲର ରାଣୀ ନା, ମୁଁ ସବୁ କଥା ଜାଣିଛି। କଣ ପ୍ରତିଯୋଗିତା ହେଉଛି ତତେ କହିପାରିବି। ଆରେ ମୂର୍ଖ, ଚାଲ ଆଗ ରାଣୀ ମାଙ୍କ ପାଖକୁ ଯିବା। ସେ ହିଁ କହିପାରିବେ ସେ କଣ ପ୍ରତିଯୋଗିତା କରୁଛନ୍ତି। ଏମିତି କଥା ହେଇ ସେମାନେ ରାଣୀ ଚିଲ ପାଖକୁ ଗଲେ। ତାଙ୍କ ପଛେ ପଛେ ଆଉ ଦୁଇଟି ଚଢ଼େଇ ବି ଗଲେ। ରାଜପ୍ରସାଦରେ ପହଞ୍ଚିବା ପରେ, ରାଣୀ ମା, ଆମେ ଶୁଣିଲୁ ଆପଣ ଏକ ପ୍ରତିଯୋଗିତା କରୁଛନ୍ତି।
କ'ଣ ପ୍ରତିଯୋଗିତା କରିବେ ଆମକୁ ବି ଟିକେ ବୁଝେଇକି କୁହନ୍ତୁ। ହଁ ହଁ, ମୁଁ ତମମାନଙ୍କୁ ଏବେ ସବୁ କଥା ବୁଝେଇକି କହୁଛି। ଅନେକ ଦିନରୁ ଆମ ଜଙ୍ଗଲରେ କିଛି ବି ପ୍ରତିଯୋଗିତା ହେଇନି। ମୁଁ ଏ ବର୍ଷ ଡେଇଁବା ପ୍ରତିଯୋଗିତା କରିବାକୁ ଚାହୁଁଛି। ଯିଏ ବି ଅଧିକ ଉପରକୁ ଡେଇଁ ଜିତିବ ମୁଁ ତାକୁ ପୁରସ୍କାରରେ ଗୋଟେ ଲିଚୁ ଗଛ ଦେବି। କ'ଣ କହିଲେ ରାଣୀମା? ପୁରସ୍କାରରେ ଆପଣ ଗୋଟେ ଲିଚୁ ଗଛ ଦେବେ? ମୁଁ ତ ଭାବୁଥିଲି ଆପଣ ଆମକୁ କିଛି ଦାମୀ ଉପହାର ଦେବେ। ଏଇ ସାମାନ୍ୟ ଗୋଟେ ଲିଚୁ ଗଛ ପାଇଁ ଆପଣ ଆମକୁ ଡାକିଥିଲେ। ବେକାର ଆମ ସମୟ ନଷ୍ଟ କଲେ। ମୁଁ ଯାଉଛି ରାଣୀମା, ମୁଁ ଏ ପ୍ରତିଯୋଗିତାରେ ଭାଗ ନେବିନି। ଆରେ ମୂର୍ଖ କାଉ, ମୋ କଥା ତ ଆଗ ପୁରା ଶୁଣୁ। ମୁଁ ତତେ ପ୍ରତିଯୋଗିତାରେ ଭାଗ ନେବାକୁ ବାଧ୍ୟ କରୁନି। ତୋର ଯଦି ଖେଳିବାକୁ ଇଚ୍ଛା ନାହିଁ ତୁ ଚାଲିଯା। ମୁଁ ଯୋଉ ଲିଚୁ ଗଛ ଉପହାର ଦେବି ତାହା ସାଧାରଣ ଲିଚୁ ଗଛ ନୁହଁ, ସେଇଟା ଗୋଟେ ସୁନାର ଲିଚୁ ଗଛ। 10 କେଜି ସୁନା ଦେଇ ମୁଁ ସେ ଲିଚୁ ଗଛ ତିଆରି କରିଛି। ଆରେ ସେନାପତି, ଯାଅ ଲିଚୁ ଗଛ ଆଣି ସମସ୍ତଙ୍କୁ ଦେଖାଅ। ସୁନା ଲିଚୁ ଗଛ କଥା ଶୁଣି ତ କାଉ ମନରେ ଲୋଭ ଆସିଲା। ସେତେବେଳେ ସେନାପତି ସୁନାର ଲିଚୁ ଗଛ ଆଣି ସମସ୍ତଙ୍କୁ ଦେଖେଇଲା। ଆରେ ବାଃ, ସୁନାର ଲିଚୁ ଗଛ! କେତେ ବଡ଼ ଭୁଲ କରିବାକୁ ଯାଉଥିଲି। ମୁଁ ଯଦି ଏ ପ୍ରତିଯୋଗିତା ଜିତିଯିବି ଏ ସୁନାର ଲିଚୁ ଗଛ ମୋର ହେଇଯିବ। ସେମିତି ହେଲେ ତ ମତେ ଆଉ ଛୋଟ ମୋଟ ଚୋରି କରିବାକୁ ପଡ଼ିବନି। ରାଣୀମା, ମୋର ଭୁଲ ହେଇଗଲା। କହୁ କହୁ ମୁଁ ଟିକେ ବେଶୀ କଥା କହିଦେଲି। ମୁଁ ବି ଡେଇଁବା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛି। ଆଚ୍ଛା ଆଚ୍ଛା, ଠିକ୍ ଅଛି, ତୁ ବି ପ୍ରତିଯୋଗିତାରେ ଭାଗ ନେଇପାରିବୁ। ଏବେ କୁହ, କୋଉ କୋଉ ମାନେ ଡେଇଁବା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛ? ସେଠାକୁ ଯାଇଥିବା ସବୁ ଚଢ଼େଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ହାତ ଟେକିଲେ। ଆଚ୍ଛା ତେବେ ଠିକ୍ ଅଛି। ସେନାପତି, ଯାଅ ପ୍ରତିଯୋଗିତାର ବ୍ୟବସ୍ଥା କର। କାଲି ସକାଳେ ସମସ୍ତେ ଠିକ୍ ସମୟରେ ରାଜପ୍ରସାଦ ପାଖରେ ଥିବା ଖେଳ ପଡ଼ିଆକୁ ଆସିବ। ସେଠି ଡେଇଁବା ପ୍ରତିଯୋଗିତା କରାହେବ। ଏବେ ତମେ ସମସ୍ତେ ଘରକୁ ଯାଅ। ତାପରେ ସବୁ ଚଢ଼େଇ ନିଜ ନିଜ ଘରକୁ ଗଲେ। ଗୋଟେ ଗଛ ମୂଳେ ମିଟୁ ଆଉ କାଉ କଥା ହେଉଥିଲେ। ଆରେ ମିଟୁ, ଯେମିତି ବି ହେଉ ମୁଁ ଏ ପ୍ରତିଯୋଗିତା ଜିତିବାକୁ ଚାହୁଁଛି। ହେଲେ କେମିତି କାଉ? ଏ ପ୍ରତିଯୋଗିତାରେ ରେଣୁ ଚଢ଼େଇ ବି ଭାଗ ନେଉଛି। ମୋ ଜାଣିବାରେ ସେ ବହୁତ ଉପରକୁ ଡେଇଁପାରେ। ସେ ଥାଉ ଥାଉ ତୁ କେବେ ବି ଏ ପ୍ରତିଯୋଗିତାରେ ଜିତି ପାରିବୁନି। ଏଥର କିନ୍ତୁ ସେ ଜିତି ପାରିବନି। ମୋ ପାଖରେ ଗୋଟେ ଯୋଜନା ଅଛି। ମୁଁ ଯେମିତି କହୁଛି ତୁ ଖାଲି ସେମିତି କର। କ'ଣ ହେଲା? ତୁ ପୁଣି ଥରେ ଚଢ଼େଇର କ୍ଷତି କରିବାକୁ ଚାହୁଁଛୁ? ନା ନା, ମୁଁ ତୋର କୌଣସି ଦୁଷ୍ଟ ଯୋଜନାରେ ସାମିଲ ହେବିନି। ଆଗରୁ ତୋ ପାଇଁ ମୁଁ ମାଡ଼ ଖାଇଛି। ଏଥର ଆଉ ମୁଁ ତୋ ସହ ସାଙ୍ଗ ହେବିନି। ଆରେ ଶୁଣ, ଆମେ ଜମା ବି ଧରା ପଡ଼ିବାନି। ମୋ କଥା ଯଦି ମାନିବୁ ଆମେ ସହଜରେ ପ୍ରତିଯୋଗିତା ଜିତିଯିବା। ଆଉ ସେ ସୁନା ଲିଚୁ ଗଛକୁ ଭାଗ କରିନେବା। ନା ନା, ମୁଁ କହିଲି ନା, ଏଥର ମୁଁ ତ ଦୁଷ୍ଟ ଯୋଜନାରେ ସାମିଲ ହେବିନି। ଗତ ଥର ତ ମାଡ଼ ଖାଇଥିଲି। ଏଥର ଧରା ପଡ଼ିଲେ ରାଣୀମା ମୋ ସହ କ'ଣ କରିବେ ଜଣା ନାହିଁ। ୟାଠୁ ଭଲ ରାଣୀମା ଯେମିତି କହିଛନ୍ତି ମୁଁ ସେମିତି ଖେଳିବି। ହାରିଗଲେ ବି ମୋର ଦୁଃଖ ନାହିଁ। ଯା ଯା ବୋକା ମିଟୁ, ମୋ ସହ ଯଦି ଥାଆନ୍ତୁ ଅଧା ଟଙ୍କା ପାଇଥାନ୍ତୁ। କାଲି ଯେତେବେଳେ ମୁଁ ଜିତିବି ମୋ ପୁରସ୍କାର ଦେଖି ତୁ ଅଫସୋସ କରିବୁ। ଏମିତି ସେଦିନ ବିତିଗଲା। ପରଦିନ ସକାଳେ କାଉ ଗୋଟେ ବୋତଲ ଜୁସ୍ରେ ନିଦ ଔଷଧ ମିଶେଇଲା। ଏବେ ସମସ୍ତେ ପାଇବେ ମଜା। ମୁଁ ନିଦ ଔଷଧ ମିଶେଇଥିବା ଏ ଜୁସ୍ ସମସ୍ତଙ୍କୁ ପିଆଇବି। ସମସ୍ତଙ୍କୁ ଯେତେବେଳେ ନିଦ ଲାଗିବ କେହି ବି ବେଶୀ ଉପରକୁ ଡେଇଁ ପାରିବେନି। ସେତେବେଳେ ମୁଁ ସମସ୍ତଙ୍କଠୁ ଉପରକୁ ଡେଇଁ ପୁରସ୍କାର ଜିତିଯିବି। ଏମିତି ଚିନ୍ତା କରି କାଉ ସେ ଜୁସ୍ ବୋତଲ ଧରି ଖେଳ ପଡ଼ିଆକୁ ଗଲା। ସବୁ ଚଢ଼େଇ ବି ସେଠାକୁ ଆସି ସାରିଥିଲେ। ସେତେବେଳେ କାଉ ତାଙ୍କ ପାଖକୁ ଯାଇ କହିଲା, ସମସ୍ତେ ଶୁଣ, ଆଉ କିଛି ସମୟ ପରେ ପ୍ରତିଯୋଗିତା ଆରମ୍ଭ ହେବ। ରାଣୀମା ସମସ୍ତଙ୍କ ପାଇଁ ଏ ଜୁସ୍ ବୋତଲ ଦେଇଛନ୍ତି। ନିଅ, ସମସ୍ତେ ପିଇ ନିଅ। କିନ୍ତୁ କାଉ, ରାଣୀମା ଆମକୁ ଏ ଜୁସ୍ ବୋତଲ କାହିଁକି ଦେଇଛନ୍ତି? ଏ ଜୁସ୍ ବୋତଲରେ ବହୁତ ଭିଟାମିନ୍ ଅଛି। ରାଣୀମା କହିଛନ୍ତି ତମେ ମାନେ ଏ ଜୁସ୍ ପିଇଲେ ଅନେକ ଶକ୍ତି ପାଇବ ଆଉ ବହୁତ ଉପରକୁ ଡେଇଁ ପାରିବ। ଆଚ୍ଛା, ରାଣୀମା ଯଦି ଏକଥା କହିଛନ୍ତି ଆମେ ତାଙ୍କ କଥା ମାନିବୁ। ଦେ କାଉ, ଆମକୁ ସେ ଜୁସ୍ ବୋତଲ ଦେ। ଏମିତି ଜଣ ଜଣ କରି ସମସ୍ତେ ସେ ଜୁସ୍ ପିଇଲେ। ଏସବୁ ଦେଖି ତ କାଉ ମନେ ମନେ ଅନେକ ଖୁସି ହେଇଗଲା।
ତମେ ସମସ୍ତେ ରେଡି ନା? ମୁଁ ଯାହା ନାଁ ଡାକିବି ସେ ଆସି ଡେଇଁବ। ହଁ ହଁ ଆମେ ସମସ୍ତେ ରେଡି ଅଛୁ, ଆପଣ ନାଁ ଡାକନ୍ତୁ। ସୁନେଲି, ପ୍ରଥମେ ତୁ ଆସେ। ସୁନେଲି ଚଢ଼େଇକୁ ନିଦ ଆସୁଥିଲା। ସେ ଧୀରେ ଧୀରେ ଦୌଡ଼ି ଡେଇଁବା ସମୟରେ ଶୋଇ ପଡ଼ିଲା। ଆରେ ୟାର ପୁଣି କଣ ହେଲା? ରାଣୀମା, ମତେ ଲାଗୁଛି ସୁନେଲି ଚଢ଼େଇ ଶୋଇ ପଡ଼ିଲା। ସେ ବୋଧେ ରାତି ସାରା ଶୋଇନି, ସେଥିପାଇଁ ଖେଳ ମଝିରେ ଶୋଇ ପଡ଼ିଲା। ଶୋଇ ପଡ଼ିଲା ମାନେ? ଏଇଟା କଣ ଶୋଇବା ପ୍ରତିଯୋଗିତା? ଯା ଯା, ତାକୁ ସାଇଡ କରି ଆଉ ଜଣକୁ ଡାକେ। ଚଢ଼େଇ, ଏବେ ତୁ ଆସେ। ଚଢ଼େଇକୁ ବି ନିଦ ଆସୁଥିଲା। ସେ ବି ଦୌଡ଼ି ଦୌଡ଼ି ଆସି ଖେଳ ମଝିରେ ଶୋଇ ପଡ଼ିଲା। ଆରେ ଚଢ଼େଇ ତ ସବୁବେଳେ ପ୍ରତିଯୋଗିତାରେ ପ୍ରଥମ ହୁଏ, ସେ ଆଜି ଶୋଇ ପଡ଼ିଲା କେମିତି? ମୁଁ ବି କିଛି ବୁଝିପାରୁନି ରାଣୀମା। ନିଶ୍ଚୟ ଚଢ଼େଇ ରାତି ସାରା ଅନିଦ୍ରା ରହି ଖେଳିବାର ଅଭ୍ୟାସ କରୁଥିଲା, ସେଥିପାଇଁ ଆଜି ଶୋଇ ପଡ଼ିଲା। ଆଉ 2 ଜଣ ଖେଳାଳି ବାକି ରହିଲେ, ଏବେ ତାଙ୍କ ପାଳି। ମିଟୁ, ଏବେ ତୁ ଆସେ। ମିଟୁ ବି ଖେଳ ମଝିରେ ଶୋଇ ପଡ଼ିଲା। ସେଠି କଣ ହେଉଥିଲା କେହି ବି ବୁଝିପାରୁନଥିଲେ। କାଉକୁ ଡାକିବାରୁ ସେ ଜୋରେ ଦୌଡ଼ି ଉପରକୁ ଡେଇଁ ପ୍ରତିଯୋଗିତା ଜିତିଗଲା। ବାଃ କାଉ ବାଃ, ତୁ ଆଜି ଏ ଖେଳ ଜିତିଗଲୁ। ଆଜ୍ଞା ରାଣୀମା, ମୁଁ ଦିନ ସାରା ଅଭ୍ୟାସ କରି ରାତିରେ ଶୋଇଥିଲି, ସେଥିପାଇଁ ତ ଏ ପ୍ରତିଯୋଗିତା ଜିତିଗଲି। ବହୁତ ଭଲ କରିଛୁ କାଉ। ଏ ଗଧଗୁଡ଼ାଙ୍କୁ ଦେଖେ, ରାତି ସାରା ଅଭ୍ୟାସ କରି ଏବେ କେମିତି ଶୋଇଛନ୍ତି। ଏବେ ତୁ ପୁରସ୍କାର ପାଇବୁ। ଏମିତି କହି ରାଣୀ ଚିଲ କାଉକୁ ସୁନା ଲିଚୁ ଗଛ ପୁରସ୍କାର ଦେଲା। କାଉ ସୁନା ଲିଚୁ ଗଛ ପାଇ ତ ମହା ଖୁସି ହେଇଗଲା। ସେପଟେ ମିଟୁ ହାଲକା ଆଖି ଖୋଲି ରାଣୀ ଚିଲକୁ କହିଲା, ରାଣୀମା, ରାଣୀମା, ମୋ କଥା ଟିକେ ଶୁଣନ୍ତୁ। କିଏ କିଏ ମତେ ଡାକୁଛ? ମୁଁ ମିଟୁ କଥା କହୁଛି ରାଣୀମା। କିରେ, ତମେ ମାନେ ଆଜି ମୋ ପ୍ରତିଯୋଗିତାକୁ ନଷ୍ଟ କରିଦେଲ। ସମସ୍ତେ ଖେଳ ମଝିରେ କାହିଁକି ଶୋଇଗଲ? ରାଣୀମା, ଆମେ ଜାଣି ଶୁଣି ଶୋଇନୁ। ଏ ଦୁଷ୍ଟ କାଉ ପାଇଁ ଆଜି ଆମର ଏମିତି ଅବସ୍ଥା। ମାନେ ତୁ କଣ କହୁଛୁ? ରାଣୀମା, ପ୍ରତିଯୋଗିତା ଆଗ ଦିନ ମୁଁ ଆଉ କାଉ କଥା ହେଉଥିଲୁ। କାଉ କହୁଥିଲା ସେ ଏକ ଦୁଷ୍ଟ ଯୋଜନା ବନେଇଛି, ମତେ ବି ତା ସହ ସାଙ୍ଗ ହେବାକୁ କହୁଥିଲା। ହେଲେ ମୁଁ ତା କଥା ଶୁଣିଲିନି। ସେ ଆଜି ନିଶ୍ଚୟ କିଛି କରି ଆମ ସମସ୍ତଙ୍କୁ ଶୁଏଇ ଦେଇଛି। ହେଲେ କାଉ ତମ ମାନଙ୍କୁ କେମିତି ଶୁଏଇବ? ସେ ତ ଆରମ୍ଭରୁ ଏଇଠି ହିଁ ଅଛି। ରାଣୀମା, ମୋର ମନେ ପଡ଼ିଲା। ଖେଳ ଆରମ୍ଭ ହେବା ପୂର୍ବରୁ କାଉ ଆମକୁ ଗୋଟେ ଜୁସ୍ ବୋତଲ ଦେଇ କହିଲା ସେ ଜୁସରେ ଭିଟାମିନ୍ ଅଛି। ଆପଣ ଆମ ସମସ୍ତଙ୍କ ପାଇଁ ସେ ଜୁସ୍ ପଠେଇଛନ୍ତି, ଆଉ କହିଛନ୍ତି ଜୁସ୍ ପିଇ ଆମେ ଶକ୍ତିଶାଳୀ ହେବୁ, ଆଉ ଭଲ ଭାବରେ ପ୍ରତିଯୋଗିତା ଖେଳି ପାରିବୁ। କାଉର କଥାକୁ ସତ ଭାବି ଆମେ ସମସ୍ତେ ସେ ଜୁସ୍ ପିଇଥିଲୁ। କାଉ ନିଶ୍ଚୟ ସେ ଜୁସରେ କିଛି ମିଶେଇଥିଲା, ସେଥିପାଇଁ ଖେଳ ମଝିରେ ହିଁ ଆମେ ସମସ୍ତେ ଶୋଇ ପଡ଼ିଲୁ। ଆଚ୍ଛା ମିଟୁ, ତୁ ବି ତ ଜୁସ୍ ପିଇଥିଲୁ, ତାହେଲେ ତୁ ସମସ୍ତଙ୍କ ପରି ନ ଶୋଇ କେମିତି ଉଠିଲୁ? ରାଣୀମା, ମୁଁ ବେଶୀ ଜୁସ୍ ପିଇ ନଥିଲି, ଅଳ୍ପ ଟିକେ ପିଇ ରଖି ଦେଇଥିଲି, ସେଥିପାଇଁ ଶୀଘ୍ର ମୋ ନିଦ ଭାଙ୍ଗିଗଲା। ଆପଣ ଯଦି ମୋ କଥାକୁ ବିଶ୍ୱାସ କରୁନାହାନ୍ତି, ସେପଟେ ଦେଖନ୍ତୁ, ସେ ଜୁସ୍ ବୋତଲ ସେଠି ଅଛି। ଆପଣ ଜଣେ ସେନାପତିକୁ ସେ ପୁରା ଜୁସ୍ ପିଇବାକୁ କୁହନ୍ତୁ, ସତ କଥା ଆପଣ ଜାଣିପାରିବେ। ସେନାପତି ରାଜୁ, ତୋ ପାଖରେ ଯୋଉ ଜୁସ୍ ବୋତଲ ଅଛି, ତୁ ସେ ସବୁ ଜୁସ୍ ପିଇଲୁ? ଆଜ୍ଞା ରାଣୀମା, ମୁଁ ଏବେ ପିଉଛି। ଏମିତି କହି ସେ ସେନାପତି ଜୁସ୍ ପିଇଲା। ସେତେବେଳେ କାଉର ନଜର ତା ଉପରେ ପଡ଼ିଲା। ଆରେ ଆରେ, ଏ ସେନାପତି ଜୁସ୍ କାହିଁକି ପିଉଛି? ସେ ଜୁସ୍ ପିଇଲେ ତ ମୁଁ ଧରା ପଡ଼ିଯିବି। ସେନାପତି ଆଜ୍ଞା, ରହିଯାଆନ୍ତୁ, ସେ ଜୁସ୍କୁ ପିଅନ୍ତୁନି, ସେଇଟା ଜୁସ୍ ନୁହଁ। ଜୁସ୍ ନୁହଁ ମାନେ? ତୁ କଣ କହିବାକୁ ଚାହୁଁଛୁ କାଉ? ମାନେ ରାଣୀମା। କାଉର କଥା ସରୁ ସରୁ ହିଁ ସେନାପତି ସବୁ ଜୁସ୍ ପିଇଦେଲା। ରାଣୀମା, କେମିତିକା ଜୁସ୍? ମତେ ଭାରି ନିଦ ଲାଗୁଛି। ତାପରେ ସେନାପତି ଶୋଇ ପଡ଼ିଲା। ଏସବୁ ଦେଖି ତ ରାଣୀ ଚିଲ ଅନେକ ରାଗିଗଲା। ଭାବିଥିଲି କାଉ ତୁ ବଦଳି ଯାଇଥିବୁ, ହେଲେ ନା, ତୁ ଏଯାଏଁ ସୁଧୁରିନୁ। ତୁ କଣ ଭାବିଥିଲୁ ମୁଁ କିଛି ଜାଣିପାରିବିନି? ସମସ୍ତଙ୍କୁ ନିଦ ଔଷଧ ଦେଇ ତୁ ପ୍ରତିଯୋଗିତା ଜିତିଯିବୁ?
ଆପଣ କ'ଣ କହୁଛନ୍ତି ରାଣୀମା? ମୁଁ କିଛି ବୁଝିପାରୁନି। ଏବେ ସତ କଥା ମାନିଯା କାଉ। ଏବେ ଯଦି ମାନିଯିବୁ ମୁଁ ତତେ 2-3 ମାସ ଜେଲରେ ରଖି ଛାଡ଼ିଦେବି, କିନ୍ତୁ ଯଦି ନ ମାନିବୁ ମୁଁ ତତେ ଏବେ ହିଁ ମୃତ୍ୟୁଦଣ୍ଡ ଦେବି। ରାଣୀ ଚିଲର ଧମକ ଶୁଣି କାଉ ଖୁବ୍ ଡରିଗଲା, ଆଉ ସେ ସବୁ ସତ କଥା ମାନିଗଲା। ହେଲେ ରାଣୀମା, ଆପଣ ସବୁ କଥା କେମିତି ଜାଣିଲେ? ମତେ ସବୁ କଥା ମିଟୁ କହିଲା। ମିଟୁ ବେଶୀ ଜୁସ୍ ପିଇ ନଥିଲା ବୋଲି ସେ ଉଠି ମତେ ସବୁ ସତ କଥା କହିଦେଲା। ଭଲ ହେଲା କାଉ, ତୁ ତାକୁ ପାଣି ନ ଦେଇ ଜୁସ୍ ଦେଇଥିଲୁ। ଯଦି ତୁ ତାକୁ ପାଣି ଦେଇଥାନ୍ତୁ ମିଟୁ ସବୁ ପାଣି ପିଇ ଦେଇଥାନ୍ତା। ସେମିତି ହେଇଥିଲେ ତୋ ସତ କଥା ମୁଁ ଜାଣିପାରିନଥାନ୍ତି। ଏବେ ତୁ ଜେଲରେ ରହି ନିଜ ଭୁଲର ଅନୁତାପ କର। ଏମିତି କହି ରାଣୀ ଚିଲ କାଉକୁ ବନ୍ଦୀ କରି ରଖିଲା। କାଉ ନିଜ ଭୁଲ ପାଇଁ ଅନୁତାପ କରୁଥିଲା। ତମେ କ'ଣ କାମକୁ ଯାଉଛ? ମୁଁ ଗୋଟିଏ କଥା କହିବି, ମୋ ପାଇଁ ଆଣିଦେବ? ହଁ ହଁ, କହ, ତତେ କ'ଣ ଦରକାର? ମୋର ଆଜି ଗୁପଚୁପ ଖାଇବାକୁ ଭାରି ଇଚ୍ଛା ହଉଛି। ତୁମେ ଯେତେବେଳେ କାମରୁ ଫେରିବ ମୋ ପାଇଁ ଗୁପଚୁପ ଆଣିଦେବ? ଆଚ୍ଛା ଆଚ୍ଛା, ତୁ ଗୁପଚୁପ ଖାଇବୁ ତ? ଠିକ୍ ଅଛି, ମୁଁ କାମରୁ ଫେରିବା ସମୟରେ ତୋ ପାଇଁ ଗୁପଚୁପ ଆଣିଦେବି। ଆଉ କିଛି ଦିନ ପରେ ଆମ ଅଣ୍ଡାରୁ ଛୁଆ ବାହାରିବେ। ତୁ ଅଣ୍ଡା ସହ ନିଜର ବି ଧ୍ୟାନ ରଖ। ମୁଁ ଏବେ ଯାଉଛି। ଏମିତି କହି ବାପା ଚଢ଼େଇ କାମକୁ ଗଲା। ଦିନ ସାରା କାମ କରିବା ପରେ ସେ ଗୁପଚୁପ ଆଣିବା ପାଇଁ ବଜାରକୁ ଗଲା। ମିଟୁ ଭାଇ, ତୁମେ କ'ଣ ଗୁପଚୁପ ବିକ୍ରି କରୁନ? ନା ରାଜୁ, ମୁଁ କ'ଣ ଆମ ଜଙ୍ଗଲରେ କେହି ବି ଗୁପଚୁପ ବନାନ୍ତିନି। ମୁଁ ସିଙ୍ଗଡ଼ା ପକୁଡ଼ି ବନାଏ। ତୁ ଯଦି ଚାହିଁବୁ ମୋଠୁ ସିଙ୍ଗଡ଼ା ପକୁଡ଼ି ନେଇପାରିବୁ। ନା ନା, ମୋ ସ୍ତ୍ରୀ ଆଜି ଗୁପଚୁପ ଖାଇବାକୁ ମନ କରିଛି। ମୁଁ ଆଜି ଯେମିତି ବି ହେଉ ତା ପାଇଁ ଗୁପଚୁପ ନେବି। ମୁଁ ପାଖ ଜଙ୍ଗଲକୁ ଯାଇ ଦେଖେ, ସେଠି ହୁଏତ ମୁଁ ଗୁପଚୁପ ଦୋକାନ ପାଇଯିବି। କିନ୍ତୁ ରାଜୁ, ପାଖ ଜଙ୍ଗଲକୁ ଯିବା ରାସ୍ତାରେ ଅନେକ ଶିକାରୀ ବୁଲନ୍ତି। ସେଠାକୁ ଗଲେ ତୁ ବିପଦରେ ପଡ଼ିପାରୁ। ଆରେ ନା ନା, କିଛି ହେବନି। ଏବେ ସନ୍ଧ୍ୟା ସମୟ, ଏବେ ଶିକାରୀମାନେ ସେଠି ନଥିବେ। ମୁଁ ଶୀଘ୍ର ଯାଇ ଫେରିବାକୁ ଚେଷ୍ଟା କରିବି। ଏମିତି କହି ବାପା ଚଢ଼େଇ ପାଖ ଜଙ୍ଗଲକୁ ଗଲା। ସେ ସେଠାରୁ ଗୁପଚୁପ ନେଇ ଫେରିବା ସମୟରେ ଅନେକ ଥକିଗଲା। ଭାରି ଥକା ଲାଗିଲାଣି। କିଛି ସମୟ ଗଛ ମୂଳେ ବସି ଆରାମ କରେ, ତାପରେ ଘରକୁ ଯିବି। ତାପରେ ବାପା ଚଢ଼େଇ ସେ ଗଛ ମୂଳେ ବସି ଆରାମ କରୁଥିଲା। ସେହି ସମୟରେ ଗୋଟିଏ ଶିକାରୀ ତାକୁ ଦେଖି ତା ଉପରକୁ ତୀର ମାରିଲା। ତୀର ଯାଇ ବାପା ଚଢ଼େଇର ପେଟରେ ବାଜିଲା। ସଙ୍ଗେ ସଙ୍ଗେ ହିଁ ବାପା ଚଢ଼େଇର ଜୀବନ ଚାଲିଗଲା। ଏତେ ସମୟ ଅପେକ୍ଷା କଲା ପରେ ଯାଇ ଆଜି ଗୋଟେ ପକ୍ଷୀ ଧରି ପାରିଲି। କ'ଣ, ଏ ପକ୍ଷୀଟା ତ ଗୁପଚୁପ ନେଉଥିଲା। ଭଲ ହେଲା, ଅନେକ ଦିନ ହେଲାଣି ମୁଁ ଗୁପଚୁପ ଖାଇନି। ଆଗ ଗୁପଚୁପ ଖାଇନିଏ, ତାପରେ ପକ୍ଷୀଟାକୁ ନେଇଯିବି। ଏମିତି କହି ଶିକାରୀ ଗୁପଚୁପ ଖାଇଲା। ତାପରେ ସେ ବାପା ଚଢ଼େଇକୁ ନେଇ ସେଠାରୁ ଚାଲିଗଲା। ଏ ସବୁ ଘଟଣା ଦୂରରୁ ଗୋଟେ ଚଢ଼େଇ ଦେଖୁଥିଲା। ଆରେ ଆରେ, ଏ ଦୁଷ୍ଟ ଶିକାରୀ ରାଜୁକୁ ମାରି ତା ସାଙ୍ଗରେ ନେଇଗଲା। ମୁଁ ଶୀଘ୍ର ଏକଥା ରିନୁକୁ କହିଦିଏ, ନହେଲେ ସେ ରାଜୁକୁ ଅପେକ୍ଷା କରି ରହିଥିବ। ନା, ଏମିତି ହେଇପାରିବନି। ମୋ ସ୍ୱାମୀ ମତେ ଛାଡ଼ି ଯାଇପାରିବେନି। ତୁମେ ମିଛ କହୁଛ। ତୁ ବିଶ୍ୱାସ ନ କଲେ ବି ଏକଥା ସତ। ରାଜୁ ଆଉ ଏ ଦୁନିଆରେ ନାହିଁ। ତୁ ଧୈର୍ଯ୍ୟ ଧରି ରହ। ମା ଚଢ଼େଇଟି କାନ୍ଦୁଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଚଢ଼େଇର ଅଣ୍ଡାରୁ ଛୁଆ ବାହାରିଲେ। ଘରେ ବେଶୀ ଖାଇବା ନାହିଁ। ମୋ ଛୁଆମାନଙ୍କୁ ଭୋକ ଲାଗିଲେ ମୁଁ ତାଙ୍କୁ କ'ଣ ଖାଇବାକୁ ଦେବି? ମତେ ଶୀଘ୍ର କାମ ଖୋଜିବାକୁ ପଡ଼ିବ। ଆରି ପିଲାମାନେ, ତମେମାନେ ଜମା ବି ବାହାରକୁ ଯିବନି। ମୁଁ କାମ ଖୋଜିବାକୁ ଯାଉଛି। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବି। ଠିକ୍ ଅଛି ମା, ଆମ ପାଇଁ ଚିନ୍ତା କରନି। ଆମେ ଘରୁ କୁଆଡ଼େ ବି ଯିବୁନି। ମିଟୁ ଭଉଣୀ, ମୋ ସ୍ୱାମୀ ଯିବା ପରେ ମୁଁ ଆଉ ମୋ 2 ଛୁଆ ବହୁତ କଷ୍ଟରେ ଅଛୁ। କାମ ନ ପାଇଲେ ମୁଁ ମୋ ଛୁଆମାନଙ୍କୁ ଖାଇବା ଦେଇ ପାରିବିନି। ମିଟୁ ଭଉଣୀ, ତୁମେ ତ ଅନେକ ଧନୀ। ମତେ କାମରେ ରଖ। ତୁମେ ଯାହା କାମ ଦେବ ମୁଁ ସବୁ କରିବି। ହଁ, ମୋର ଗୋଟେ କାମବାଲି ତ ଦରକାର, କିନ୍ତୁ ମୁଁ ତତେ କାମ ଦେଇପାରିବିନି। ତୁ ଗୋଟେ ଅଶୁଭ ଚଢ଼େଇ। ତୋ ପାଇଁ ତ ସ୍ୱାମୀର ଜୀବନ ଗଲା। ତତେ ମୁଁ କାମରେ ରଖିଲେ ମୋର ଯଦି କିଛି ବିପଦ ହୁଏ, ଯା ଯା, ଏଠୁ ଚାଲିଯା।
ଏଠି ତୋର କିଛି କାମ ନାହିଁ। ଏମିତି ଶୁଣି ମନ ଦୁଃଖରେ ଚଢ଼େଇ ସେଠାରୁ ଚାଲିଗଲା। ସେ କାମ ଖୋଜି ଖୋଜି ଆଗକୁ ଯାଉଥିଲା। ଚିଲର ସ୍ତ୍ରୀକୁ ଦେଖି ଚଢ଼େଇ ତା ପାଖକୁ ଗଲା ଆଉ ତାକୁ ବି କାମ ମାଗିଲା। ଭଲ ହେଲା ଚଢ଼େଇ, ତୁ ମୋ ପାଖକୁ ଆସିଲୁ। ମୁଁ ବି ଗୋଟେ କାମ ବାଲି ଖୋଜୁଥିଲି। ତୁ ଆଜିଠୁ ହିଁ କାମରେ ଲାଗିଯା, ମୁଁ ତତେ ପ୍ରତିଦିନ ଟଙ୍କା ଦେବି। ତୁମକୁ ଅନେକ ଅନେକ ଧନ୍ୟବାଦ ଚିଲ ଦିଦି, ମୁଁ ଏବେ ହିଁ କାମ ଆରମ୍ଭ କରୁଛି। ଏମିତି ଚଢ଼େଇ କାମ ପାଇଲା। କିଛି ଦିନ ବିତିଗଲା। ଗୋଟେ ଦିନ ତା ମା ଘରକୁ ଆସିଲା। ମାରେ, ମୋ ଦେହ ଖରାପ ଥିଲା, ନହେଲେ କେବେଠୁ ତ ପାଖକୁ ଆସି ସାରନ୍ତିଣି। ମୁଁ ରାଜୁର ଖବର ଶୁଣିଲି। ତୁ ଏଠି ଆଉ ଏକୁଟିଆ ରହନି, ମୋ ସାଙ୍ଗରେ ମୋ ଘରକୁ ଚାଲେ। ଦୁଇ ଛୁଆଙ୍କୁ ଏକା ଛାଡ଼ି ତୁ କାମକୁ ଯାଉଛୁ। ମୋ ସାଙ୍ଗରେ ଗଲେ ତତେ କାମ କରିବାକୁ ପଡ଼ିବନି। ନାଇଁ ମା, ଏ ଘର ମୋ ସ୍ୱାମୀଙ୍କର। ମୁଁ ଏ ଘର ଛାଡ଼ି ଯିବିନି। ମୋ ପିଲାମାନେ ଏବେ ବଡ଼ ହେଲେଣି। ତାଙ୍କୁ ଘରେ ଏକା ଛାଡ଼ି କାମକୁ ଗଲେ ମୋର କିଛି ଅସୁବିଧା ହେଉନି। ତୁମେ ମୋ ପାଇଁ ବ୍ୟସ୍ତ ହୁଅନି, ମୁଁ ଭଲରେ ଅଛି। ମା, ଅନେକ ଦିନ ପରେ ମୋ ଘରକୁ ଆସିଛ। ଆଜି ଦିନଟା ମୋ ଘରେ ରହିଯାଅ। ନା ରେ ମା, ମୁଁ ବେଶୀ ସମୟ ଏଠି ରହିପାରିବିନି। ମୋର ଗୋଟେ ଫଳ ବଗିଚା ଅଛି। ମୁଁ ଘରକୁ ନଗଲେ ଚୋରମାନେ ମୋ ଫଳ ନେଇଯିବେ। କେବେ କିଛି ଦରକାର ହେଲେ ମୋ ପାଖକୁ ଆସିବୁ। ମୁଁ ଏବେ ଯାଉଛି। ତାପରେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ମା ଚଢ଼େଇ ବି ତାର ଦୁଇ ଛୁଆଙ୍କୁ ବୁଝେଇ କାମକୁ ଗଲା। ଏସବୁ ଦୂରରୁ ଗୋଟେ କାଉ ଦେଖୁଥିଲା। ଆରେ ବାଃ, ଏ ଘରେ ତାହେଲେ ଦୁଇଟି ଛୋଟ ଛୋଟ ଛୁଆ ଅଛନ୍ତି। ଏ ଜଙ୍ଗଲକୁ ଆସିବା ପରଠାରୁ ମୁଁ ଘର ବନେଇବା ପାଇଁ ଜାଗା ଖୋଜୁଥିଲି। ଏବେ ଲାଗୁଛି ଆଉ ଘର ଖୋଜିବାକୁ ପଡ଼ିବନି। ମୁଁ ଏ ଦୁଇ ଛୁଆଙ୍କୁ ଘରୁ ବାହାର କରି ଏ ଘରେ ରହିବି। ଆରେ ପିଲାମାନେ, ଶୀଘ୍ର ବାହାରକୁ ଆସ। ତୁମମାନଙ୍କ ମା ବିପଦରେ ପଡ଼ିଛି। ଯାଅ, ତାକୁ ସାହାଯ୍ୟ କର। କଣ ହେଲା ଅଙ୍କଲ? ଆମ ମାଙ୍କର କଣ ହେଇଛି? ତମ ମାନଙ୍କ ମା ଏ ଜଙ୍ଗଲର ବଡ଼ ବରଗଛ ପାଖରେ ଆହତ ଅବସ୍ଥାରେ ପଡ଼ିଛି। ଯାଅ ଯାଅ, ଶୀଘ୍ର ତା ପାଖକୁ ଯାଅ। ସେ ତମ ମାନଙ୍କୁ ହିଁ ଖୋଜୁଛି। ଏମିତି ଶୁଣି କାନ୍ଦି କାନ୍ଦି ଦୁଇ ଛୁଆ ସେ ବରଗଛ ପାଖକୁ ବାହାରିଲେ। କାଉ ମନ ଖୁସିରେ ଘର ଭିତରକୁ ଗଲା ଆଉ କବାଟ ବନ୍ଦ କରି ଶୋଇଲା। ସେପଟେ ଦିଦି, ମା ତ ଏଠି ନାହିଁ। ଆମେ ଏବେ ମାକୁ କୋଉଠି ଖୋଜିବା? ଚାଲ ଭଉଣୀ, ଆଗକୁ ଯିବା। ସେଠି ହୁଏତ ମାକୁ ପାଇଯିବା। ସେ ଦୁଇ ଛୁଆ ତାଙ୍କ ମାକୁ ଖୋଜିବା ପାଇଁ ଆଗକୁ ଗଲେ। ହେଲେ ସେମାନେ ବେଶୀ ଦୂର ଯାଇପାରିଲେନି। ହଠାତ୍ ଜୋର ଜୋରେ ପବନ ବହିଲା ଆଉ ବର୍ଷା ଆରମ୍ଭ ହେଇଗଲା। ପବନର ବେଗ ଏତେ ଥିଲା ଯେ ଦୁଇ ଚଢ଼େଇ ଛୁଆ ପବନରେ ଉଡ଼ି ପାଖ ଜଙ୍ଗଲକୁ ଚାଲିଗଲେ। ଏଇ କଣ? ମୁଁ ଆସିଲା ବେଳେ ତ ପାଗ ଠିକ ଥିଲା। ହଠାତ୍ ଏମିତି ବର୍ଷା ମାଡ଼ି ଆସିବ କିଏ ଜାଣିଥିଲା? ହେ ଭଗବାନ, ମୋ ଛୁଆଙ୍କୁ ଭଲରେ ରଖ। ବର୍ଷା ଛାଡ଼ିଲେ ହିଁ ମୁଁ ଘରକୁ ଯିବି। ଝଡ଼ ତୋଫାନ ଏତେ ହେଉଥିଲା ଯେ ଚଢ଼େଇର ଘର ଭାଙ୍ଗି ପାଣିରେ ଭାସିଗଲା। ଘର ସହ କାଉ ବି ଭାସିଗଲା। କିଛି ସମୟ ପରେ ବର୍ଷା ଛାଡ଼ିଗଲା। ଚଢ଼େଇ ତା ଘରକୁ ଫେରିଲା। ଏ କଣ? ଏଠି ତ ମୋ ଘର ନାହିଁ। ମୋ ଦୁଇ ଛୁଆ କୁଆଡ଼େ ଗଲେ? ଏବେ ମୁଁ ତାଙ୍କୁ କେମିତି ଖୋଜିବି? ଆରେ ଚଢ଼େଇ, ତୁ ତ ଛୁଆମାନଙ୍କୁ ଖୋଜୁଛୁ କି? ବର୍ଷା ହେବା ସମୟରେ ମୁଁ ତାଙ୍କ ପାଖ ଜଙ୍ଗଲକୁ ଉଡ଼ିଯିବାର ଦେଖିଲି। ପବନ ଏତେ ହେଉଥିଲା ଯେ ମୁଁ ତାଙ୍କ ପାଖକୁ ଯାଇପାରିଲିନି। ତୁ ଶୀଘ୍ର ତ ଛୁଆଙ୍କୁ ଖୋଜିବୁ ଯା। ଚଢ଼େଇ ଶୀଘ୍ର ତା ଛୁଆଙ୍କୁ ଖୋଜିବା ପାଇଁ ପାଖ ଜଙ୍ଗଲକୁ ଗଲା। ସେଠି ସେ ଅନେକ ଖୋଜିଲା, ହେଲେ ତାର ଦୁଇ ଛୁଆଙ୍କୁ ପାଇଲାନି। ଆଗରେ ତ ମୋ ମାଙ୍କ ଘର। ମୁଁ ମୋ ମାଙ୍କ ପାଖକୁ ଯାଇ ସବୁ କଥା କୁହେ। ଏମିତି ଚିନ୍ତା କରି ଚଢ଼େଇ ତା ମାର ଘରକୁ ଗଲା। ସେତେବେଳେ ସେ ଦେଖିଲା ତାର ଦୁଇ ଛୁଆ ସେଠି ଅଛନ୍ତି। ମାରେ, ତୁ ଆସିଗଲୁ। ମୁଁ ତ ଛୁଆଙ୍କୁ ନେଇ ଏବେ ତ ପାଖକୁ ଯାଇଥାନ୍ତି। ମୁଁ ବଗିଚାରେ କାମ କଲା ସମୟରେ ଦେଖିଲି ତୋର ଦୁଇ ଛୁଆ ପବନରେ ଉଡ଼ି ଉଡ଼ି ଏ ଜଙ୍ଗଲକୁ ଆସୁଛନ୍ତି। ମୁଁ ଶୀଘ୍ର ଯାଇ ତାଙ୍କୁ ଉଦ୍ଧାର କଲି। ସେମାନେ କିଛି ବି ଖାଇନଥିଲେ। ମୁଁ ତାଙ୍କୁ ଖୁଆଇ ସାରିଲା ପରେ ତୋ ପାଖକୁ ଯାଇଥାନ୍ତି। ବହୁତ ବହୁତ ଧନ୍ୟବାଦ ମା। ଆଜି ତୁମ ପାଇଁ ମୁଁ ମୋ ଦୁଇ ଛୁଆଙ୍କୁ ଫେରି ପାଇଲି। ନହେଲେ ମୋର କଣ ଯେ ଅବସ୍ଥା ହେଇଥାନ୍ତା।
ସେଦିନ ତୁମ କଥା ମାନି ମୁଁ ଯଦି ତୁମ ସହ ଘରକୁ ଆସି ଯାଇଥାନ୍ତି, ମୋ ଛୁଆମାନେ ଆଜି ଏମିତି ବିପଦରେ ପଡ଼ିନଥାନ୍ତେ। ମାରେ, ଆଉ ମନ ଦୁଃଖ କରନି, ଯାହା ହେବାର ତ ହେଇଗଲା। ତୁ ଏବେ ତ ଦୁଇ ଛୁଆଙ୍କୁ ନେଇ ମୋ ସାଙ୍ଗରେ ରହ। ମୋର ଏବେ ବୟସ ହେଲାଣି। ମୋ ପରି ତମେ ମାନେ ହିଁ ମୋ ଘର ଆଉ ବଗିଚା ସମ୍ଭାଳିବ। ଆଉ ପିଲାମାନେ, ତମେ ମାନେ ବି ମନେ ରଖ, ଅଚିନା ଚଢ଼େଇଙ୍କ କଥାରେ ପଡ଼ି କୌଣସି କାମ କରିବନି, ନହେଲେ ଆଜି ଭଳି ବିପଦରେ ପଡ଼ିବ। ଠିକ ଅଛି ଆଈ, ଆମେ ତୁମ କଥା ମନେ ରଖିବୁ। ଏଭଳି ଭୁଲ ଆଉ କେବେ କରିବୁନି। ସେଦିନ ପରଠାରୁ ଚଢ଼େଇ ତା ମା ସହ ରହିଲା। ସେ ଆଉ କାମକୁ ଗଲା ନାହିଁ। ତା ମାର ଫଳ ବଗିଚାର ଦେଖାଶୁଣା କରୁଥିଲା।